हेलो हाय नमस्कार ମୁଁ ଆପଣଙ୍କ ପ୍ରିୟ ଡିପି ଏଣ୍ଟ୍ରାନ୍ସ ଆସିଷ୍ଟାଣ୍ଟ ଟିଚରର ୟୁନିଟ୍ ୱାଇଜ୍ କ୍ଲାସ୍ରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଯେଉଁମାନେ ପେଡାଗୋଜି ଏବଂ ୟୁନିଟ୍ 1 ୟୁନିଟ୍ 2 ଓଡ଼ିଆର ନ ଦେଖିଛନ୍ତି ସେମାନେ ପ୍ଲେ ଲିଷ୍ଟକୁ ଯାଇ ସମସ୍ତ ସିରିଜ୍ କଣ୍ଟିନ୍ୟୁ କରିପାରିବେ। ଆଜିର ଏହି କ୍ଲାସ୍ରେ ଆମେ ୟୁନିଟ୍ 3 ବିଷୟରେ ଆଲୋଚନା କରିବା। ଯେଉଁ ୟୁନିଟ୍ରେ କି ରୂଢ଼ି ଲୋକବାଣୀ କ୍ରିୟାପଦର ସମସ୍ତ ତଥ୍ୟ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଠିକ୍ ଅଛି ପିଲାମାନେ, ୟୁନିଟ୍ 3ରେ ଟପିକ୍ ହେଉଛି ଭାଷାଗତ ବ୍ୟବହାର। ଠିକ୍ ଅଛି ପିଲାମାନେ, ତ କାଳ ବିଳମ୍ବ ନ କରି ଆମେ କ୍ଲାସ୍ଟିକୁ ଆଗେଇ ନେବା। ଫାଷ୍ଟ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସର୍ବନାମ ପଦ? ସର୍ବନାମ କହିଲେ କ'ଣ ପିଲାମାନେ? ଯେଉଁଟା ଏକ ନାମ ପରିବର୍ତ୍ତେ ବା ବିଶେଷ୍ୟ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ ତାକୁ ସର୍ବନାମ ବୋଲି କୁହାଯାଏ। ତ ଏଇଟା ସୁନ୍ଦର ଗୋଟେ ଆଡଜେକ୍ଟିଭ୍, ତ କିନ୍ତୁ କଟକ ଗୋଟେ ନାଉନ୍ ମାନେ ଗୋଟେ ନାମବାଚକ ଶବ୍ଦ, ଧୀରେ ଗୋଟେ ବିଶେଷଣ, କିନ୍ତୁ ଆମେ ଗୋଟେ ହେଉଛି ସର୍ବନାମ ପଦ। ଅପସନ୍ ନମ୍ବର ଡି ଇଜ୍ ଦ ରାଇଟ୍ ଆନ୍ସର୍। ଶବ୍ଦ ପୂର୍ବରୁ ଅପ ଲଗାଇଲେ ଏହା କେଉଁ ପ୍ରକାର ଶବ୍ଦ ଗଠନ କରେ? ପ୍ର ପରା ଅପସମ୍ନି ଅଧିଶୁ ନିରୁତ୍ପରି ପ୍ରତିୟବ ଅନୁଦୁର୍ବି ଅଧି ଅପି ଉପ। 20ଟି ଉପସର୍ଗ ଅଛି। ତ ଉପସର୍ଗ ଶବ୍ଦର ପୂର୍ବରୁ ଯୋଗ ହୋଇ ଶବ୍ଦର ଅର୍ଥରେ ପରିବର୍ତ୍ତନ ଆଣିଥାଏ। ଠିକ୍ ଅଛି, ସଂସ୍କୃତି ଅପସଂସ୍କୃତି ପରିବର୍ତ୍ତନ ହେବା ସମ୍ପୂର୍ଣ୍ଣ। ଠିକ୍ ଅଛି, ଅପସନ୍ ନମ୍ବର ଏ ଇଜ୍ ଦ ରାଇଟ୍ ଆନ୍ସର୍। ନିମ୍ନଲିଖିତ ମଧ୍ୟରୁ ଆକାଶ ଶବ୍ଦର ସଠିକ୍ ପ୍ରତିଶବ୍ଦ କେଉଁଟି? ପିଲାମାନେ ଆଣ୍ଟୋନିମ୍ ସିନୋନିମ୍ ନିହାତି ଭାବେ ପଡ଼ିବ ପିଲାମାନେ, ଇଂଲିଶରେ ହେଉ କିମ୍ବା ଓଡ଼ିଆରେ ହେଉ। ତ ଆକାଶର କେଉଁଟା ପ୍ରତିଶବ୍ଦ? ଗଗନ। ଠିକ୍ ଅଛି, ଅପସନ୍ ନମ୍ବର ବି ଇଜ୍ ଦ ରାଇଟ୍ ଆନ୍ସର୍। ଆକାଶ କୁସୁମ ଚିଲିକା ମାଛ। ଅସମ୍ଭବ କଳ୍ପନା କରିବା। ଆକାଶରେ ଫୁଲ ଫୁଟିବା ଯେପରି ଅସମ୍ଭବ, ସେହିପରି ଅସମ୍ଭବ ଆଶାକୁ କରିବାକୁ ଆକାଶ କୁସୁମ ବୋଲି କୁହାଯାଏ। ଅପସନ୍ ନମ୍ବର ଡି ଇଜ୍ ଦ ରାଇଟ୍ ଆନ୍ସର୍। ହସ ଶବ୍ଦର ବିପରୀତ ଅର୍ଥବୋଧ ଶବ୍ଦ ବା ଆଣ୍ଟୋନିମ୍ କହିଲେ କେଉଁଟା? ହସ, କାନ୍ଦ। ଅପସନ୍ ନମ୍ବର ସି। କେଉଁଟି କ୍ରିୟା ବିଶେଷଣ? କ୍ରିୟା ବିଶେଷଣ କହିଲେ କ'ଣ? ଯେଉଁ ପଦ କ୍ରିୟାର କାଳ, ସ୍ଥାନ ବା ପ୍ରକାରକୁ ବୁଝାଏ ତାକୁ କ୍ରିୟା ବିଶେଷଣ ବୋଲି କୁହାଯାଏ। ତ ଧୀରେ, ଅପସନ୍ ନମ୍ବର ବି। ବୁଦ୍ଧି ଶବ୍ଦ ପରେ ମାନ ଯୋଡ଼ିଲେ ବୁଦ୍ଧିମାନ ହୁଏ। ଏଠାରେ ମାନ କେଉଁ ପ୍ରକାର ଶବ୍ଦ ଗଠନ କରେ? ମାନ ଶବ୍ଦର ଶେଷରେ ଯୋଗ ହୋଇ ନୂଆ ଶବ୍ଦ ଗଠନ କରୁଥିବା ଅଂଶକୁ ପ୍ରତ୍ୟୟ ବୋଲି କୁହାଯାଏ। ତାକୁ ସଫିକ୍ସ ବୋଲି କହନ୍ତି। ଯଦି ପୂର୍ବରୁ ହେଲେ ତାକୁ ପ୍ରିଫିକ୍ସ ବୋଲି କହନ୍ତି। ଠିକ୍ ଅଛି, ଅପସନ୍ ନମ୍ବର ଏ ଇଜ୍ ଦ ରାଇଟ୍ ଆନ୍ସର୍। ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଗ୍ନି ଶବ୍ଦର ପ୍ରତିଶବ୍ଦ ଅଟେ? ପ୍ରତିଶବ୍ଦ ପିଲାମାନେ ହୁତାସନ, ଅଗ୍ନିର ପ୍ରତିଶବ୍ଦ। ଅପସନ୍ ନମ୍ବର ସି। ଏବଂ କେଉଁ ପ୍ରକାର ଶ୍ରେଣୀର ପଦ? ଦୁଇଟା ପଦକୁ, ଯେଉଁ ପଦ ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିଥାଏ ତାକୁ ସଂଯୋଜକ ବୋଲି କୁହାଯାଏ। ଅପସନ୍ ନମ୍ବର ସି ଇଜ୍ ଦ ରାଇଟ୍ ଆନ୍ସର୍। ଫାଙ୍କି ଦେବା, ଏହାର ଅର୍ଥ କ'ଣ? ଠକି ଦେବା, କୌଣସି ଦାୟିତ୍ୱରୁ ମୁକ୍ତ ପାଇବା ପାଇଁ ଅନ୍ୟକୁ ଅବହେଳା କରିବା ବା ମିଛ କହିବାକୁ ଫାଙ୍କି ଦେବା ବୋଲି କୁହାଯାଇଥାଏ। ଅପସନ୍ ନମ୍ବର ଡି ଇଜ୍ ଦ ରାଇଟ୍ ଆନ୍ସର୍। କେଉଁଟି ଏକ ବିଶେଷ୍ୟ? କୌଣସି ନିର୍ଦ୍ଦିଷ୍ଟ ବସ୍ତୁର ନାମ, ଯେମିତିକି ହିମାଳୟ ଗୋଟେ ପାହାଡ଼ର ନାମକୁ ବୁଝେଇଲା, ଏଇଟା ଗୋଟେ ବିଶେଷ୍ୟ ପଦ। ଅପସନ୍ ନମ୍ବର ସି। ଶବ୍ଦ ପରେ ଯାହା ଯୁକ୍ତ ହୋଇ ନୂତନ ଶବ୍ଦ ଗଠନ କରେ ତାକୁ କ'ଣ କହନ୍ତି? ଶବ୍ଦ ପରେ ମୂଳ ଶବ୍ଦର ପ୍ରତ୍ୟୟ ବୋଲି ତାକୁ କୁହାଯାଏ। ହେଲା, ପ୍ରତ୍ୟୟ ସର୍ବଦା ମୂଳ ଶବ୍ଦର ପଛରେ ବା ଶେଷରେ ଯୋଡ଼ି ହୋଇ ରହିଥାଏ। ଅପସନ୍ ନମ୍ବର ଡି ଇଜ୍ ଦ ରାଇଟ୍ ଆନ୍ସର୍। ସୂର୍ଯ୍ୟ ଶବ୍ଦର ପ୍ରତିଶବ୍ଦ ଭାବେ କେଉଁଟି ବ୍ୟବହୃତ ହୋଇଥାଏ? ସୂର୍ଯ୍ୟ, ଶଶୀ କହିଲେ ଜହ୍ନ, ବାରିଦ କହିଲେ ବର୍ଷା, ମେଘ, ସୂର୍ଯ୍ୟର ଦିବାକର, ତପନ, ଦିବାକର, ଭାସ୍କର। ଠିକ୍ ଅଛି। ଲୁହ ଗଡ଼ାଇବା
रूढ़ीर प्रकृत अर्थ कौन लुह गड़ाइबा कहले बहुत कष्ट सहिबा यह मुख्यतः गभीर मानसिक कष्ट बा दुख सहिबा अर्थ व्यवहार करा ऑप्शन सी। उच्च शब्दर सठिक विपरीत शब्द उच्च नीच खराब भल सान बड़ तल ऊपर ठीक अच्छे ऑप्शन नंबर डी। शब्द पूर्वर अति लगेले यह कौन अटे पूर्वर लगे उपसर्ग ठीक अच्छे। वृक्ष शब्दर अन्य एक प्रतिशब्दटी केउटी वृक्ष तो तरु पादप ठीक अच्छे ऑप्शन नंबर सी। किंतु एक की प्रकार पद एक अवय पद अवय क्या कहते जो पदर रूप कौन परिस्थिति भी परिवर्तन हुए ना ताको अवय पद कहुए ऑप्शन नंबर बी। भल शब्दटी केउं श्रेणी अंतर्भुक्त अटे भल गोटे विशेषण गोटे एडजेक्टिव यह एक अन्य पदर गुण बा अवस्था को बुझाउथिबारु यह एक विशेषण ऑप्शन नंबर ए। कांथ को पचारिबा निरुपाय होई साहाଯ୍य खोजिबा जेतेबेले केही जणे शुणिबाकु नथांती जणे हताश हो जाए सेतेबेले यह व्यवहार होता है ऑप्शन नंबर बी। दुख शब्दर सठिक विपरीत सुख भल मंद हस कांद ठीक अच्छे। पवन शब्दर प्रतिशब्द भावे क्या ग्रहण करा जाए पवन समीर बा समीरण ऑप्शन नंबर डी। वाक्य रे काम करिबा बा हेबाकू बुझाउथिबा पद को कौन कहुए जो काम करने को कहले क्रियापद को बुझाइबा कौन कार्य को सूचना देते तो क्रियापद बोली कहुए ऑप्शन नंबर बी इज द राइट आंसर। बेल शब्द पूर्वर अ लगेले क्यों पद गठन हुए अ लगेले विपरीत हो जाए कौन ठीक अच्छे ऑप्शन नंबर सी। अच्छा बेल नुह बेल है बेल पढ़ले बेल बेल भी देखिए एक्चुअली बेल अबेल अबेल कौन शब्द थाए बेल अबेल ठीक अच्छे। शब्द पर आणी लगाइले जमती कि कांद युक्त आणी कांदाणी से आणी गोटे कौन शब्द पर लगे प्रत्यय ऑप्शन नंबर बी इज द राइट आंसर। चक्षु शब्दर सठिक प्रतिशब्द कौटा चक्षु नयन हठात पदटी क्यों श्रेणी अटे हठात अवय पद कारण यह रूप कौन परिस्थिति बदले ना यह एक अवय पद। शब्द पूर्वर सु लगेले या कौन पूर्वर लगे उपसर्ग ठीक अच्छे सु गोटे भल अर्थ को बुझाई थाए ऑप्शन नंबर डी इज द राइट आंसर। दाना काणीबा रूढ़ीर प्रकृत अर्थ दाना काणीबा जीविका हराइबा ऑप्शन नंबर बी। मंद शब्द प्रतिशब्द मंद कहले कौन खराब गुणवाचक विशेष्यर उदाहरण अटे गुण को बुझाए साधुता। सर्वनाम पदर मुख्य कार्य सर्वनाम कहले कौन नाम को बारंबार न कही सर्वनाम व्यवहार कराए भाषा को सुंदर करता है तो विशेष्य पदर पुनरावृत्ति को दूर करता है ऑप्शन नंबर बी। शब्द गठन रे विजय शब्द रे भी क्यों अर्थ व्यवहार कराए बी बी गोटे विशिष्टता गोटे विशेषता को व्यवहार करता है ऑप्शन नंबर सी। सरित यही प्रतिशब्द क्यों शब्द पर व्यवहृत हुए सरित सरित तटिनी निम्नागा सब नदीर गोटे समार्थबोध शब्द नदी। उन्नति शब्दर विपरीत शब्द अवनति ऑप्शन नंबर बी। दुई हाथरू चापिबा रूढ़ीर अर्थ सर्वस्व लुटी दबा दुई हाथरू चिपिबा ऑप्शन नंबर डी। निम्नलिखित मध्यरु केउटी पदटी विशेषणर विशेषण अटे विशेषणर विशेषण मधुर अति मधुर गोटे अति शब्द पूर्व अनु उपसर्ग लगिले ताहा केउं अर्थ प्रकाश करता है अनु कहले कौन पश्चात बा पछपटे अनुसरण करिबा काहा गोटे पछरे जीवा ऑप्शन नंबर डी। निशा कर काहा को बुझाए निशा बा राति को उजागार करता है सी चंद्र
ଧର୍ମ ଶବ୍ଦରୁ ଧାର୍ମିକ କେଉଁ ପ୍ରତ୍ୟୟ ବ୍ୟବହାର ହୋଇଥାଏ? ଧର୍ମ ଯୁକ୍ତ ଇକ ଧାର୍ମିକ, ଇକ ପ୍ରତ୍ୟୟ ବ୍ୟବହାର ହେଲା ଅପସନ୍ ନମ୍ବର ବି। ବାକ୍ୟରେ ଅବୟବ ପଦ ମୁଖ୍ୟ ବିଶେଷତ୍ୱ କ'ଣ? ଅବୟବ ପଦ ହେଉଛି କ'ଣ? ଯାହାକି ଅର୍ଥ ଯାହାର ବ୍ୟୟ ବା ପରିବର୍ତ୍ତନ ହୁଏ ନାହିଁ, ଯାହା ସବୁବେଳେ ସମାନ ରହେ। ଏହାର ରୂପ ଅପରିବର୍ତ୍ତନୀୟ ଅପସନ୍ ନମ୍ବର ଏ। ବେଙ୍ଗ କାଙ୍ଗାଳ ଏ ଲୋକ ଉକ୍ତିଟି କେଉଁ ଅର୍ଥକୁ ବୁଝାଏ? ବେଙ୍ଗ କାଙ୍ଗାଳ ସାମାନ୍ୟ କାମରେ ଅଧିକ ବ୍ୟସ୍ତ ହୋଇଯିବା, ଛୋଟ କାମକୁ ବଡ଼ କରି ଦେଖାଇବା ବା ସାମାନ୍ୟ ବିପଦରେ ଅଧିକ ଆତଙ୍କିତ ହେବାକୁ ବୁଝାଏ ଅପସନ୍ ନମ୍ବର ବି। ଦୂର ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ କରାଯାଏ? ଗୋଟେ ଉଦାହରଣ ନେବା ଦୁର୍ଗମ, ଗୋଟେ ମନ୍ଦ ବା କଷ୍ଟକୁ ବୁଝାଏ। ଶବ୍ଦ ଗଠନରେ ଦୟାଳୁ କରିବାରେ ଆଳୁ ଏକ କ'ଣ ଅଟେ? ଆଳୁ ଗୋଟେ ଖାଇବା ଅଟେ, ପରେ ଲାଗେ ହେଲା। ଏଇଟା ଗୋଟେ କ'ଣ? ପ୍ରତ୍ୟୟ ପଦ ହେଲା, ଗୁଣବାଚକ ଶବ୍ଦ ଗଠନ କରିଥାଏ। ଅନନ୍ତ ଶବ୍ଦର ସଠିକ୍ ପ୍ରତିଶବ୍ଦ ବାଛ। ଅନନ୍ତ, ଅନନ୍ତ କହିଲେ କ'ଣ? ନାହିଁ ଅନ୍ତ ଯାହାର, ଅସୀମ। କେଉଁଠି ଏକ କ୍ରିୟାଜ ବିଶେଷଣ? କ୍ରିୟାଜ ବିଶେଷଣ କ୍ରିୟାରୁ ଆସିଛି, ଚାଲିବାରୁ ଚଳନ୍ତା ଆସିଛି, ଠିକ୍ ଅଛି। ଏଇଟା ଗୋଟେ କ୍ରିୟାଜ ବିଶେଷଣ ଅଟେ। ଉପକାର ଶବ୍ଦଟିର ସଠିକ୍ ବିପରୀତ ଅପକାର। ଉଡ଼ାଜାହାଜ ଏହା କେଉଁ ପ୍ରକାର ଶବ୍ଦ ଉଚ୍ଚାରଣ କରେ? ଉଡ଼ାଜାହାଜ ଦୁଇଟା ଯୁଗ୍ମ ଶବ୍ଦ, ଦୁଇଟି ଶବ୍ଦ ମିଳିତ ହୋଇ ଏକ ବିଶେଷ ଯାନର ନାମକୁ ବୁଝାଉଛି, ଯୁଗ୍ମ ଶବ୍ଦ। କୋଠରୀ ଶବ୍ଦରେ ରି କେଉଁ ଅର୍ଥରେ ବ୍ୟବହାର କରାଯାଉଛି? ରି ଗୋଟେ କ୍ଷୁଦ୍ର ଅର୍ଥରେ, ଗୋଟେ କୋଠାର ବଡ଼ ସ୍ଥାନ କିନ୍ତୁ କୋଠରୀ ଏକ ଛୋଟ ସ୍ଥାନ ବା ରୁମ୍କୁ ବୁଝାଉଛି, ଠିକ୍ ଅଛି। ଅପସନ୍ ନମ୍ବର ବି। ନିମ୍ନଲିଖିତ ମଧ୍ୟରୁ କେଉଁଟି ସମୁଦ୍ରର ପ୍ରତିଶବ୍ଦ ନୁହେଁ? ସମୁଦ୍ର କହିଲେ କ'ଣ? ଜଳଦି, ଅର୍ଣ୍ଣବ, ରତ୍ନାକର, କିନ୍ତୁ ଜଳଦ ନୁହେଁ। ଜଳଦ ଅର୍ଥ ମେଘ, ଯିଏ ଜଳ ଦିଏ, ନାକି ସମୁଦ୍ର। ଅପସନ୍ ନମ୍ବର ଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ବସ୍ତୁବାଚକ ବିଶେଷ୍ୟ ଅଟେ? ବସ୍ତୁବାଚକ ବିଶେଷ୍ୟ ବସ୍ତୁକୁ ବୁଝାଏ। ସୁନା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ବା ବସ୍ତୁର ନାମକୁ ବୁଝାଏ। ସର୍ବନାମ ପଦଟିରେ ବ୍ୟକ୍ତିର କାହା ପରିବର୍ତ୍ତେ ବସିଥାଏ? ସର୍ବନାମ ବିଶେଷ୍ୟ ବା ନାଉନ୍ ପରିବର୍ତ୍ତେ ବସିଥାଏ, ନାମ ପରିବର୍ତ୍ତେ ବସିଥାଏ। ଶବ୍ଦଟି ପୂର୍ବରୁ ସୁ ଲଗାଇଲେ ତାହା ସାଧାରଣତଃ କେଉଁ ଅର୍ଥରେ ବ୍ୟବହାର କରାଯାଏ? ସୁ ଆକ୍ଚୁଆଲି ଭଲ ଅର୍ଥରେ ବ୍ୟବହାର କରାଯାଏ, ଶୋଭାକୁ ବୁଝାଏ, ମଙ୍ଗଳକର ବୁଝାଏ, ସୁଫଳକୁ ବୁଝାଏ। ସଲିଳ କେଉଁ ପ୍ରତିଶବ୍ଦ? ସଲିଳ, ସଲିଳ, ନୀର, ପାଣି, ଜଳର ପ୍ରତିଶବ୍ଦ ଅଟେ। ଅପସନ୍ ନମ୍ବର ଏ। ଆଗର ବିପରୀତ ପଛ। ଛାଇ ନ ମାଡ଼ିବା ଅର୍ଥ ସମ୍ପୂର୍ଣ୍ଣ ସମ୍ପର୍କ ଛିନ୍ନ କରିବା। ବାକ୍ୟରେ ଯେଉଁ ପଦ ବାକ୍ୟର ଗୁଣ ବା ଅବସ୍ଥାକୁ ବୁଝାଏ ତାକୁ କ'ଣ କୁହାଯାଏ? ବିଶେଷ୍ୟ ବୋଲି କୁହାଯାଏ। ବିଶେଷଣ କୁହାଯାଏ, ବିଶେଷଣ ସରି। ବିଶେଷ୍ୟ ପଦ ହିଁ ବିଶେଷଣ ବା ସର୍ବନାମର ଗୁଣକୁ ବିଶେଷିତ କରିଥାଏ। ଅପସନ୍ ବି। ନୟନ କାହାର ପ୍ରତିଶବ୍ଦ? ଆଖି, ଚକ୍ଷୁ, ନେତ୍ର, ନୟନ, ଠିକ୍ ଅଛି। ବେଲ ଶବ୍ଦ ପୂର୍ବରୁ ଅ ଲଗାଇଲେ କେଉଁ ପ୍ରକାର ଶବ୍ଦ ହୁଏ? ବେଳ ପୂର୍ବରୁ ଅ ଲଗାଇଲେ ଅବେଳ, ବିପରୀତ ଶବ୍ଦ। ଶବ୍ଦରେ ଆ ଯୋଗ କରି ନୂଆ ଶବ୍ଦ ଗଠନ ହେଲେ ତାକୁ କ'ଣ କୁହାଯାଏ? ସେ ଆଟାକୁ ଯୋଡ଼ା ଗଲା ବାକି ଶେଷରେ, ଶବ୍ଦ ଶେଷରେ, ତାକୁ ପ୍ରତ୍ୟୟ ବୋଲି କୁହାଯିବ। କେଉଁଠି ଏକ ଅବୟବ ପଦ? ବା, କାରଣ ଯେଉଁ ପଦରେ ରୂପ, ଲିଙ୍ଗ, ବଚନ, କାଳ ଅନୁସାରେ ବଦଳେ ନାହିଁ, ଠିକ୍ ଅଛି, ତାକୁ ଅବୟବ ପଦ ବୋଲି କୁହାଯାଏ। ଦିନକୁ ଦିନ କେଉଁ ପ୍ରକାର ଶବ୍ଦ? ଗୋଟେ ଯୁଗ୍ମ ଶବ୍ଦ, ଦୁଇଥର ବ୍ୟବହାର କରି ଦ୍ୱିରୁକ୍ତି ଯୁଗ୍ମ ଶବ୍ଦ ଏଇଟା ଗଠନ କରୁଛି, ଦ୍ୱିରୁକ୍ତି। ଉଚ୍ଚ ଶବ୍ଦ ସଠିକ୍ ପ୍ରତିଶବ୍ଦ କେଉଁଟା? ନିଚ, କିନ୍ତୁ ପ୍ରତିଶବ୍ଦ କେଉଁଟା? ପିଲା ଭୁଲ ମାରି ଦେଇଯିବେ। ପିଲା ପ୍ରଶ୍ନ ଭଲସେ ପଢ଼। ଉଚ୍ଚ ଦେଇଛି, ପ୍ରତିଶବ୍ଦ ଦେଇଛି ଉନ୍ନତ, ଠିକ୍ ଅଛି। ହାତ କରିବା, ନିଜ ଆୟତ୍ତକୁ ଆଣିବା, ଠିକ୍ ଅଛି। ହାତ ବଢ଼ାଇବା, ସାହାଯ୍ୟ କରିବା, ଠିକ୍ ଅଛି।
ଶବ୍ଦ ପୂର୍ବରୁ ପ୍ର ଲଗାଇଲେ ତାହା ଅର୍ଥ କ'ଣ ଦିଏ? ଗୋଟେ ଉତ୍କର୍ଷ ବା ପ୍ରକୋଷ୍ଠକୁ ବୁଝାଏ। ପ୍ର ଉପସର୍ଗଟି ଶବ୍ଦର ଶକ୍ତିକୁ ବଢ଼ାଇବା ବା ବିଶେଷଣ ଭାବେ ବ୍ୟବହୃତ ହୋଇଥାଏ। ଅପସନ୍ ନମ୍ବର ଡି। ଦୁଃଖ ବିପରୀତ ସୁଖ। ବାକ୍ୟରେ କାମ କରେ ଯେ ସେଇଟା କି ପ୍ରକାର ପଦ? ବାକ୍ୟରେ କାମ ଯିଏ କରେ ତାକୁ କ'ଣ କହନ୍ତି? କର୍ତ୍ତା ବୋଲି କହନ୍ତି। ହୁତାସନ ଶବ୍ଦଟି କାହାର ପ୍ରଶବ୍ଦ? ହୁତାସନ ନିଆଁର, ଅଗ୍ନି, ଅନଳ, ପାବକ, ହୁତାସନ ସବୁ ନିଆଁର ପ୍ରଶବ୍ଦ ଅଟେ। ପ୍ରତ୍ୟୟ ସାଧାରଣତଃ କେଉଁଠାରେ ବସିଥାଏ? ଶବ୍ଦ ଶେଷରେ ବସିଥାଏ। ମୂଳ ଶବ୍ଦର ଶେଷ ଭାଗରେ ବସି ନୂଆ ଅର୍ଥ ପ୍ରଦାନ କରିବାକୁ ପ୍ରତ୍ୟୟ କାମ ଅଟେ। ଅପସନ୍ ନମ୍ବର ଡି। ଗୁରୁ ଶବ୍ଦର ସଠିକ୍ ବିପରୀତ? ଲଘୁ। ନିମ୍ନତ ମଧ୍ୟରୁ କେଉଁଟି ଏକ ଜାତିବାଚକ ବିଶେଷର ଉଦାହରଣ ଅଟେ? ନଦୀ, କାରଣ ଏକ ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ସମଗ୍ର ଶ୍ରେଣୀ ଜାତିକି ବୁଝାଉଛି। ଠିକ୍ ଅଛି। ସର୍ବନାମ ପଦର ମୁଖ୍ୟ ବୈଶିଷ୍ଟ୍ୟ କ'ଣ? ଏହା ବିଶେଷ୍ୟ ପଦର ବାରମ୍ବାର ବ୍ୟବହାରକୁ ରୋକିଥାଏ। ନାମର ପୁନରାବୃତ୍ତି ଏଡ଼ାଇବା ପାଇଁ ସର୍ବନାମ ବ୍ୟବହାର କରାଯାଇଥାଏ। ଅପସନ୍ ନମ୍ବର ଡି। ଶବ୍ଦ ପୂର୍ବରୁ ଅପ୍ ଉପସର୍ଗ ଲାଗିଲେ ତାହା କେଉଁ ଅର୍ଥକୁ ପ୍ରକାଶ କରେ? ଅପ୍ ମନ୍ଦ ବା ହୀନକୁ ବୁଝାଏ, ନକାରାତ୍ମକ ଦୃଷ୍ଟି। ବସୁଧା ଏହି ଶବ୍ଦରେ କାହା ପ୍ରଶବ୍ଦ କରିଛି? ଧରିତ୍ରୀ, ବସୁଧା, ବସୁନ୍ଧରା, ପୃଥିବୀ, ହେଲା, ଧରା, ଧରିତ୍ରୀ, ଧରଣୀ, ଅହି। ଆରମ୍ଭ ଶବ୍ଦର ସଠିକ୍ ବିପଶବ୍ଦ କେଉଁଟା? ଶେଷ। ଅକାଳ କୁଷ୍ମାଣ୍ଡ ଏହି ରୂଢ଼ିରେ ପ୍ରକୃତ ଅର୍ଥ କ'ଣ? ଅକାଳ ପୁଷ୍ପାଣ୍ଡ ଅପଦାର୍ଥ, ଅଯୋଗ୍ୟ ଓ କୂଳର ସେ ନୁହଁ। ବାକ୍ୟରେ ବିଶେଷଣ ପଦର ସ୍ଥାନ ସାଧାରଣତଃ କେଉଁଠାରେ ବସିଥାଏ? ବିଶେଷ୍ୟର ପୂର୍ବରୁ ହିଁ ବସିଥାଏ, କାରଣ ଓଡ଼ିଆ ବାକ୍ୟ ଗଠନରେ ବିଶେଷଣଟା ସାଧାରଣତଃ ବିଶେଷ୍ୟ ପୂର୍ବରୁ ହିଁ ବସି ତାକୁ ବିଶେଷିତ କରିଥାଏ। ଅପସନ୍ ନମ୍ବର ଏ। ସମୀର ପ୍ରଶବ୍ଦ ପବନ, ମାରୁତ, ବାୟୁ, ଅନିଳ। ଠିକ୍ ଅଛି। ଅପସନ୍ ନମ୍ବର ଏ। ଶବ୍ଦର ଶେଷରେ ଇ ପ୍ରତ୍ୟୟ ଯୋଗ କଲେ ତାହା କେଉଁ ପ୍ରକାର ଶବ୍ଦ ଗଠନ କରିଥାଏ? ଶବ୍ଦର ଶେଷରେ ଇ ପ୍ରତ୍ୟୟ, ଜାପାନରୁ ଯେମିତି ଜାପାନୀ ଗୋଟେ ବିଶେଷଣ ହେଇଗଲା। ଠିକ୍ ଅଛି। ଅନ୍ୟ ଏକ କେଉଁ ପ୍ରକାର ଶବ୍ଦ? ଅନ୍ୟ ଏକ ସର୍ବନାମ ଶବ୍ଦ, କାରଣ ଏହା ଗୋଟେ ଅନିଶ୍ଚିତ ବ୍ୟକ୍ତି ବା ବସ୍ତୁ ବଦଳରେ ବସ୍ତୁ ବା ଏହାକୁ ସର୍ବନାମ ବୋଲି କୁହାଯାଏ। ଅପସନ୍ ନମ୍ବର ଏ। ନିମ୍ନତ ମଧ୍ୟରୁ କେଉଁଟି ନିଶା ଶବ୍ଦ ସଠିକ୍ ବିପରୀତ ଶବ୍ଦ? ନିଶା ମାନେ ରଜନୀ, ଯାମିନୀ, ରାତ୍ରି। ଅପସନ୍ ନମ୍ବର ଡି। ବିଷର ବିପରୀତ ଅମୃତ। ଖେଳିଥିବ ପିଲାମାନେ ଆପଣମାନେ। କୂଳରୁ କୂଳକୁ ଗୋଟେ ପୁନରାବୃତ୍ତି ବା ବ୍ୟାପ୍ତି ଅର୍ଥରେ ବ୍ୟବହାର କରାଯାଉଛି। ଏକା ଶବ୍ଦ ବାରମ୍ବାର ବ୍ୟବହାର କରି ବ୍ୟାପ୍ତି ବା କର୍ମକୁ ବୁଝାଇଥାଏ। ଅପସନ୍ ନମ୍ବର ବି। ଉପକାରୀ ଶବ୍ଦରେ କେଉଁ ପ୍ରତ୍ୟୟ ବ୍ୟବହୃତ ହୋଇ ଆସୁଛି? ଉପକାରୀ ଇ ପ୍ରତ୍ୟୟ ଯୋଗ ହେଉଛି। ଅପସନ୍ ନମ୍ବର ବି। ନିମ୍ନ ଶବ୍ଦର ସଠିକ୍ ପ୍ରଶବ୍ଦ କ'ଣ? ନିମ୍ନ, ଅଧ, ତଳ। ଠିକ୍ ଅଛି। ଅପସନ୍ ନମ୍ବର ବି। କୁମ୍ଭୀର କାନ୍ଦଣା ଗୋଟେ ଛଳନାପୂର୍ଣ୍ଣ ସହାନୁଭୂତି ଦେଖେଇ କାନ୍ଦିବା। ସେ କାନ୍ଦୁଛି ରୋଲ୍ କରିଦେବା ପାଇକି ଟିକେ। ଶବ୍ଦ ପୂର୍ବରୁ ନି ବା ନିର୍ ଲାଗିଲେ ତାହା କେଉଁ ଅର୍ଥକୁ ବୁଝାଏ? ଅଭାବ ନିଶ୍ଚୟ ଅର୍ଥକୁ ବୁଝାଏ। ଗୋଟେ ସମ୍ପୂର୍ଣ୍ଣତା ଅର୍ଥକୁ ବୁଝାଇବ। ଅପସନ୍ ନମ୍ବର ଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଗୁଣବାଚକ ବିଶେଷ୍ୟ? ଦୟାଳୁ ଗୋଟେ ମାନସିକ ଗୁଣ, ସ୍ୱଭାବ। ବିହଙ୍ଗ ଶବ୍ଦ ପ୍ରଶବ୍ଦ କ'ଣ? ବିହାୟାସରେ ଗମନ କରନ୍ତି ଯେ। ବିହାୟାସ ମାନେ ଆକାଶ। ଖଗ, ଖ ମାନେ ଆକାଶ, ଖଗ ମାନେ ପକ୍ଷୀ। ନଭଶ୍ଚର, ବିହଙ୍ଗ ଆଦି ପକ୍ଷୀର ଗୋଟେ ବିଭିନ୍ନ ପ୍ରଶବ୍ଦ ଅଟେ। ଅପସନ୍ ନମ୍ବର ସି ଇଜ୍ ଦ ରାଇଟ୍ ଆନ୍ସର୍। ସର୍ବନାମ ପଦର ଏକ ଉଦାହରଣ ଅଟେ ଆପଣ, ସମ୍ମାନ ସୂଚକ ଅବୟ, ସର୍ବନାମ ପଦ ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଅବସ୍ଥାବାଚକ ବିଶେଷଣର ଉଦାହରଣ ଅଟେ? ଅବସ୍ଥା, ଗରିବ ଗୋଟେ ଅବସ୍ଥା। ବିଦ୍ୟାଳୟର ସମନ୍ୱୟରେ ଗଠିତ କେଉଁଟା? ବିଦ୍ୟାଯୁକ୍ତ ଆଳୟ, ବିଦ୍ୟାଳୟ। ଠିକ୍ ଅଛି। ଅପସନ୍ ନମ୍ବର ଡି। କାଠ କେଉଁ ପ୍ରକାର ବିଶେଷ୍ୟ? ଗୋଟେ ବସ୍ତୁ, ଗୋଟେ ପ୍ରାକୃତିକ ପଦାର୍ଥକୁ ବୁଝାଏ। ଅପସନ୍ ନମ୍ବର ବି। ଶବ୍ଦ ପୂର୍ବରୁ ପୁରା ଉପସର୍ଗ ଲାଗି ରହିଲେ ତାହା କେଉଁ ଅର୍ଥକୁ ବୁଝାଏ? ପୁରା ଗୋଟେ ବିପରୀତ ବା
ଅନାଦର ଅର୍ଥକୁ ବୁଝାଏ। ଜୟର ବିପରୀତ ପରାଜୟ। ଅପସନ୍ ନମ୍ବର B ଇଜ୍ ଦ ରାଇଟ୍ ଆନ୍ସର୍। ବାକ୍ୟରେ କ୍ରିୟାପଦ ସାଧାରଣତଃ କାହାକୁ ଅନୁସରଣ କରେ? କ୍ରିୟା ସବୁବେଳେ କର୍ତ୍ତାକୁ ଅନୁସରଣ କରେ, କାରଣ କର୍ତ୍ତାର ବଚନ ପୁରୁଷ ଅନୁଯାୟୀ ହିଁ କ୍ରିୟାର ରୂପ ବଦଳିଥାଏ। ଅପସନ୍ ନମ୍ବର A। ଅଳ୍ପ ଶବ୍ଦର ସଠିକ୍ ବିପରୀତ ଶବ୍ଦ କେଉଁଟା? ଅଳ୍ପ କହିଲେ କ'ଣ? କମ୍, ବହୁତ। ଦାଉ ସାଧିବା, ଏହି ରୂଢ଼ିର ଅର୍ଥ କ'ଣ? ଦାଉ ସାଧିବା ମାନେ ପ୍ରତିଶୋଧ ନେବା। ଅପସନ୍ ନମ୍ବର D। ଶବ୍ଦ ପରେ ଆଳି ପ୍ରତ୍ୟୟ ଯୋଗ କଲେ ତାକୁ କେଉଁ ଶବ୍ଦ ଗଠନ ହେଇପାରିବ? ବ୍ୟଙ୍ଗଯୁକ୍ତ ଆଳି ବଙ୍ଗାଳୀ, ବ୍ୟଙ୍ଗଯୁକ୍ତ ଆଳି ବଙ୍ଗାଳୀ। ଠିକ୍ ଅଛି। ଅପସନ୍ ନମ୍ବର C। ନିମ୍ନଲିଖିତ ମଧ୍ୟରୁ ପୁରୁଷବାଚକ ଶବ୍ଦର ନାମ କେଉଁଟା? ମୁଁ, ଆମ୍ଭେ। ଆମ୍ଭେ ମାନେ ପୁରୁଷକୁ ବୁଝାଏ। ଅପସନ୍ ନମ୍ବର A ଇଜ୍ ଦ ରାଇଟ୍ ଆନ୍ସର୍। ଲାଷ୍ଟ ପ୍ରଶ୍ନ ପିଲାମାନେ, ବସୁମତୀ ଶବ୍ଦର ଶବ୍ଦ କେଉଁଟା? ବସୁମତୀ କେଉଁଟା? ଧରା, ଧରିତ୍ରୀ, ବସୁଧା, ବସୁମତୀ, ବସୁନ୍ଧରା ପୃଥିବୀର ଶବ୍ଦ ଅଟେ। ଅପସନ୍ ନମ୍ବର D ଇଜ୍ ଦ ରାଇଟ୍ ଆନ୍ସର୍। ତ ବର୍ତ୍ତମାନ 100ଟି ଗ୍ରାମାର ପ୍ରଶ୍ନ ସରିଗଲା। ଏଇଭଳି ଭାବେ ମୁଁ ଥିଓରି କ୍ଲାସ୍ ମଧ୍ୟ ଅପଲୋଡ଼ କରିଛି, ଯେଉଁମାନେ ଚାହିଁବେ ସେ ଥିଓରି କ୍ଲାସ୍ ମଧ୍ୟ ଦେଖିପାରିବେ। ଓଡ଼ିଆ ପ୍ଲେ ଲିଷ୍ଟରେ ମଧ୍ୟ ଆଭେଲେବୁଲ୍ ଅଛି। ତ ଏତିକି ରହିଲି। ଜୟ ଜଗନ୍ନାଥ, ଜୟ ମା ମଙ୍ଗଳ। ତ ନେକ୍ସଟ ୟୁନିଟ୍ ୱାଇଜ୍ ମୁଁ ନେକ୍ସଟ ଡିସ୍କସନ୍ କରି ଚାଲିବି ପରବର୍ତ୍ତୀ ୟୁନିଟ୍ରେ ଯାହା ଥିବ। ଏତିକି ରହିଲି। ଆମକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରିଦିଅନ୍ତୁ।